हाय सांग माने आमे आसी पहुंची जाइछु ढेंकानाଳରେ। ଏଇଠି ଆମେ ଦେଖନ୍ତୁ ଆମେ ପାହାଡ ମୁଁ ଏଇଠି ରହିଛୁ। ଏଇଟା କୋଉ ପଞ୍ଚାୟତ ସାର୍ ଟିକେ କହିଥିଲେ? ସୁବିଧା ନଥିଲା ଆମେ ପଞ୍ଚାୟତ ପୁରା 8ଟା ବାଜିଗଲାଣି ଆଜି ବହୁତ ଡେରିରେ ଆଜି ଜଲ୍ଦି ଜଲ୍ଦି ଯିବାର ଅଛି। ଆମେ ଏନଭାରମେଣ୍ଟ ତରଫରୁ ଆସିଛୁ ଗଭର୍ଣ୍ଣମେଣ୍ଟ ତରଫରୁ। ଏଇଟା ହଉଛି ଢେଙ୍କାନାଳର ଏଇଟା ଯୋଉ କୋଉ ଜାଗା ସେ ଯୋଉ ଘର ନରସିଂହ ପ୍ରସାଦ ଜାଗା। ସାଙ୍ଗମାନେ ଏଇଠି ଆମେ ରହୁଛୁ। ଏଇ ରୁମ ଟା ହଉଛି ଆମର, ଆମକୁ ଦେଇଛନ୍ତି ପଞ୍ଚାୟତର ସରପଞ୍ଚ। ଏଇଠି ଆମର ଶୋଇବା ରାତିଟା ସାର୍ ସେଠି ଶୋଇଛନ୍ତି। ଆଉ ଏଇଟା ହଉଛି ଆମ ଲାଟ୍ରିନ୍ ବାଥରୁମ। ଏଇଟା ପଞ୍ଚାୟତ ଟା ଭଲ ପଞ୍ଚାୟତ, କିଛି ଅସୁବିଧା ନାହିଁ। ଏଠି ଆମ ଆକ୍ୱାଗାର୍ଡ ରହିଛି। ଆକ୍ୱାଗାର୍ଡରେ ପାଣି ପିଇବା ପାଇଁ ଭଲ ସୁବିଧା ଅଛି। ଏଠି ଆମେ ଏନଭାରମେଣ୍ଟ ତରଫରୁ ଆସିଛୁ। ପରିବେଶ ଆମ ଗାଡି ସେଠି ଥୁଆ ହେଇଛି, ଭାଇମାନେ ସବୁ କାମ କରୁଛନ୍ତି। ଚାଲନ୍ତୁ ସାଙ୍ଗମାନେ ଯିବା ପଞ୍ଚାୟତର ଛତା ଉପରକୁ, ସେଇଠି ବଢିଆ ଭିଉ ଆସିବ। ଏଇଟା ପାହାଚରେ ଆମେ ଯାଉଛେ। ଏଇଟା ହଉଛି ପଞ୍ଚାୟତର ଛାତ ଉପର। ଭାଇ ମାନଙ୍କର ଖାଇବା ଟାଇମ ହେଇଗଲାଣି। ଭାଇମାନେ କାମ କରୁଥିଲେ, ଖାଉଛନ୍ତି ଏବେ। ଏଇଟା ହଉଛି ପଞ୍ଚାୟତର ଭିଉ। ସେଇଠି ଆମ ଯୋଉ ପଞ୍ଚାୟତର ପିଅନ ରହୁଛନ୍ତି। ଏଇ ଯୋଉ ରୁମ ଅଛି, ସେଇ ରୁମ ରେ ପଞ୍ଚାୟତର ପିଅନ ରହୁଛନ୍ତି। ସେଇଠି ଆମକୁ ଚା ଫା କରିକି ଦିଅନ୍ତି। ସିଏ ଆସୁ ଆସୁ ରାତି ହେଇଯିବ। ଆସନ୍ତି ଆମକୁ ଚା ଫା କରିକି ଦିଅନ୍ତି, ସେଇ ରୁମ ଟା ତାଙ୍କରି। ଏଠି ବାଘ ବି ବାହାରୁଛି। ଏଠି ଯୋଉ ସାଙ୍ଗମାନେ ଯୋଉ ଦେଖେଇଲି, ଏଠି ବାଘ ବି ବାହାରୁଛି। ଏଠି ଗୋଟେ ମଣିଷକୁ ମାରି ସାରିଲାଣି। ଆଉ ଗୋଟେ ଷଣ୍ଡ ଦିଟାକୁ ମାରି ସାରିଛି। ଆଉ ଗୋଟେ ଗାଈକି ବି ମାରି ସାରିଛି। ଆମେ ଏଇ ଏରିଆରେ ଆସି ପହଞ୍ଚି ଯାଇଛୁ, ଆଉ କଣ କରିବା। ଗଭର୍ଣ୍ଣମେଣ୍ଟ ତରଫରୁ ଆସିଛୁ, ସ୍କୁଲ ବି ଯାଉଛୁ, ପ୍ରତି ସ୍କୁଲ। ଆଉ ଲୋକଙ୍କୁ ସଚେତନ ବି କରଉଛୁ। ଏଇଭଳିଆ। ଆଜି ତ ବହୁତ ଡେରି ହେଇଗଲାଣି। ଆଜି ଲୋକଙ୍କ ପ୍ରତି ପହଞ୍ଚି ବି ପାରିନି ତ ଭଲ ନାହିଁ, କାହିଁକିନା ଆଜି ଖାଇବା ପିଇବା ଠିକ ନାହିଁ। ଆଜି ଦେଖିବା କଣ ହଉଛି। ଆଏ ସାଙ୍ଗମାନେ ଆମେ ଖାଇକି ବାହାରି ଗଲୁ ନୂଆ ଗାଁ ଭିତରକୁ। ଏବେ ଆସି ପହଞ୍ଚିଗଲୁ ଢେଙ୍କାନାଳର ନୂଆ ଗାଁ। ଏଠି ଆମର ଏବେ ପ୍ରୋଜେକ୍ଟ ଷ୍ଟାର୍ଟ ହେବ। ଏଇଟା ଆମର ସଚେତନତା ଗାଡ଼ି। ଚାଲନ୍ତୁ ଦେଖିବା ଆମ ସାର୍ କ'ଣ କରୁଛନ୍ତି। ସାର୍ ଅଛନ୍ତି ସେକଡ଼ ପଟେ। ଦେଖିବା ଚାଲନ୍ତୁ କ'ଣ କରୁଛନ୍ତି ସାର୍ ଆମର। ସାର୍ ଏବେ ଇଞ୍ଜିନ୍ ଷ୍ଟାର୍ଟ କରୁଛନ୍ତି। ଆ ଭିତରେ ଅଛି ଆମର ଇଞ୍ଜିନ୍ ବକ୍ସ ସବୁ ଅଛି। ଏଲଇଡି ସେଟଅପ୍ଟା ସେଇଟା। ସାର୍ ସେଇଟା ଷ୍ଟାର୍ଟ କରୁଛନ୍ତି, ଏବେ ଷ୍ଟାର୍ଟ ହେଇଗଲାଣି ଅଲରେଡ଼ି। ଆଉ ଏଇଟା ଏଲଇଡ଼ିଟା ଏଇଥିରେ ଦେଖାଯିବ ସବୁ ଲୋକଙ୍କୁ। ଏଲଇଡ଼ିରେ ଦେଖିବେ ସମସ୍ତେ ଲୋକ। ଏଠି ଗୋଟେ ଭାଇ ଥୋଇଛନ୍ତି କଦଳୀ ଗାଡ଼ି। ମଉସା ମାନେ ଯେଉଁ କ'ଣ ଭାବୁଛନ୍ତି, କ'ଣ ଆସିଛି ବୋଲି, ସବୁ ଆସି ସାରିଲେଣି। ଏଲଇଡ଼ି ଆମର ଷ୍ଟାର୍ଟ ହେଇଗଲା। ଚାଲନ୍ତୁ ଦେଖିବା ଏଠି ଭାଇମାନେ ଠାକୁର ଗଢ଼ୁଛନ୍ତି।
ଭାଇମାନେ ଦେଖୁଛନ୍ତି କହୁଛନ୍ତି କ'ଣ ଏ ଜିନିଷଟା। ପିଲାମାନେ ବି ଦେଖ ଦୌଡ଼ି ଦାଡ଼ିକି ଆସୁଛନ୍ତି। ଆକ୍ଚୁଆଲି ଏଇଟା ବଡ଼ ଗାଁଟା, ପୁରା ଏମିତି ଲମ୍ବାରେ ପଡ଼ିଛି, ପୁରା ବହୁତ ସିଆଡ଼କୁ ଲମ୍ବା ଗାଁ। ଏବେ ଏଲ୍ଇଡ଼ି ଷ୍ଟାର୍ଟ ହେଇଗଲା, ତା ସାଉଣ୍ଡଟା ମୁଁ ଅଫ୍ କରିଦେଇଛି କାହିଁକିନା ସେ ଅଧିକ ସାଉଣ୍ଡ ହେବ। ଆମେ ଆସିଛୁ ଏନଭାରମେଣ୍ଟ ତରଫରୁ ଲୋକମାନଙ୍କୁ ସଚେତନ କରିବା ପାଇଁ। ଲୋକମାନେ ବି ଆସୁଛନ୍ତି, ସେଠି ମାଉସୀ ସେଠି ଦେଖୁଛନ୍ତି, ଏଠି ମଉସାମାନେ ବସିଛନ୍ତି ତାଙ୍କ ଘର ଦୁଆର ମୁହଁରେ ଠିକ୍ ବସିଛନ୍ତି। ପିଲାମାନେ ବି ଏଠି ବସିଛନ୍ତି। ଆଉ ଏ ଗାଁର ଯିଏ ନୂଆ ଗାଁର ଯିଏ ୱାର୍ଡ଼ ମେମ୍ବର ସେ ଡାକିବା ପାଇଁ ଯାଇଛନ୍ତି ଲୋକଙ୍କୁ। ଏବେ ଆସିଯିବେ ଲୋକ ଦେଖିବେ। ଏ ପପୁ ଭାଇ ବି ଏଥିରେ ଅଛନ୍ତି ଏ ଭିଡ଼ିଓରେ। ଲୋକ ବି ଆସିଲେଣି, ଜାଣିଲେଣି ଯେ ସାଉଣ୍ଡ ହେଉଛି ନା, ସେଇଟା ମୁଁ ସାଉଣ୍ଡ ଅଫ୍ କରିଦେଇଛି। ସାଙ୍ଗମାନେ ଆମର ଏଥର ପ୍ରୋଗ୍ରାମ୍ ଷ୍ଟାର୍ଟ ହେଇଗଲା। ଆଉ ପ୍ରୋଗ୍ରାମର ସାଉଣ୍ଡଟା ମୁଁ ଅଫ୍ କରିଦେଇଛି। ଏଥର ମୋ ସାଉଣ୍ଡ ତ ଦେଖିଦେବେ ଆପଣ। ଆମ କାମ ହେଲା ଏଇଭଳିଆ ସବୁ। ନମସ୍କାର, ମୋର ଏଇ ୟୁଟ୍ୟୁବ୍ ଚ୍ୟାନେଲର ପ୍ରଥମ ଆଜି ଭିଡ଼ିଓ। ଆଉ ବହୁତ କଷ୍ଟ କରି ଏଇ ଭିଡ଼ିଓଟା କରିଛି। ଆଉ ଆପଣମାନେ ଟିକେ ମୋ ଚ୍ୟାନେଲକୁ ସପୋର୍ଟ କରିବେ, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ମୋ ଚ୍ୟାନେଲ ନାଁ ହେଉଛି ମିଟନ୍ ଓଡ଼ିଶା ଟ୍ରାଭେଲର 13। ଜୟ ଜଗନ୍ନାଥ, ନମସ୍କାର।